ବିଜେଡିର ଜୋରଦାର ଗାଁ ଗାଁରେ ପ୍ରଚାର। ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ପ୍ରସାର ଲାଗି ରହିଥିବା ବେଳେ ପ୍ରମୁଖ ତିନି ଦଳ ସହିତ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମଇଦାନରେ କସରତ କରୁଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସାଧାରଣ ଭୋଟର କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧିବେ ତାହା ବର୍ତ୍ତମାନର ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଆଜି ବିଜୁ ଜନତା ଦଳ ପ୍ରାର୍ଥୀ ଶାରଦା ପ୍ରସାଦ ଜେନାଙ୍କ ଆଗ ଧାଡ଼ିର ନେତୃତ୍ୱ ନେଇଥିବା ତଥା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ପାର୍ଥସାରଥୀ ରାଉତ ରଣନୀତି ପ୍ରସ୍ତୁତ କରି ନିଜ ସାଂଗଠନିକ ମହିଳା ଏବଂ ଯୁବକର୍ମୀମାନଙ୍କୁ ନେଇ ଗାଁ ଗାଁ ବୁଲି ଶାରଦା ପ୍ରସାଦ ଜେନାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବା ସହିତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ଦେଖାଇବା ପାଇଁ ନିବେଦନ କରିଥିଲେ। ଦଳ କଣ୍ଟିନ୍ୟू 25 ବର୍ଷ ହେଲା ଆସୁଛି, ପୁଣି ଥରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ। ଆମର ବାଲିକୁଦା ଏରସମାରେ ଯେ ଆମର ପ୍ରିୟ ନେତା ଯେ ଦୀର୍ଘ ଦିନ ଧରି 30 ବର୍ଷ ଧରି ରାଜନୀତିରେ ଅଛନ୍ତି ଶାରଦା ପ୍ରସାଦ ଜେନା, ଯାହାକୁ ଦଳ ଆସ୍ଥା ପ୍ରକଟ କରିକି ଟିକେଟ ଦେଇଛି, ସେ ନିଶ୍ଚିତ ଜିତିବ ଆଉ 50-60 ହଜାର ଭୋଟରୁ ଉର୍ଦ୍ଧ୍ୱ ଜିତିବ। ନେତା କଣ ନୂଆ ଆସୁଛନ୍ତି କି ବିଜେପି କଂଗ୍ରେସ ତ ବାହାରୁ ନେତା ଆସନ୍ତି, ଏମିତି ଉଠିକି ଯାଆନ୍ତି, 5 ଥର ହେଲା ବିଦା ହେଇଯାଉଛନ୍ତି, ଷଷ୍ଠ ଥର ବି ବିଦା ହେଇଯିବ। କିଛି ଏହାର ପ୍ରଭାବ ପଡିବନି କି କୌଣସି ଫରକ ପଡିବନି। ନା ନା ସ୍ୱାର୍ଥରେ ରାଜନୀତି କଲେ ତ ନିଶ୍ଚିତ ସେମିତି ଖରାପ ଲାଗିବ। ତେଣୁକରି ଦଳ ପାଇଁ ଯିଏ ଡେଡିକେଟେଡ ହବ, ଦଳ ପାଇଁ ଯିଏ କାମ କରିବ, ନିଶ୍ଚିତ ସିଏ ଭଲରେ ରହିବ। ତାଙ୍କର ସ୍ୱାର୍ଥ ପାଇଁ ଆସିଥିଲେ, ସ୍ୱାର୍ଥ ମିଳିଲାନି, ପଳେଇଲେ ଏଇଠୁ। ଆର କୌଣସି ଫରକ ପଡିବନି କି ବିଜୁ ଜନତା ଦଳର 200 ଭୋଟ ବି ତ ଜୋରଦାର ଚାଲିଛି। ଶାରଦା ପ୍ରସାଦ ଜେନା ଜିତିବେ ଆଉ 60-70 ହଜାର ଭୋଟରେ ଜିତିବେ। ଲୋକମାନେ ବୁଡ ବିଜେଡି ପ୍ରତି ଅଛି, ଆଉ କଣ ବିଜେଡି ଦେଇଥାନ୍ତା। 268 ଯୋଜନା, ତାପରେ ଆସୁଛି ବିଜୁଳି ଫ୍ରି, ତାପରେ BSKY ସମସ୍ତେ ପାଇବେ। ଆଉ କଣ ଯୋଜନା ଆଉ ଦରକାର ହଉଛି? ଆଉ ନୂଆ ଆଉ ଯିଏ ନୂଆ ସରକାର ଆସିବ ସେ ନୂଆ ଯୋଜନା କଣ କରିବେ?